ସକାଳ ଆସି 7ଟା ପରେ ହେଲାଣି ହେଲେ ଆମର ଏଠି ରାସ୍ତାଘାଟ କିଛି ଦେଖାଯାଉନି। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, ଆମେମାନେ ଭଲରେ ଅଛୁ। ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ। 7ଟା 15 ହେଇଗଲାଣି, ତଥାପି ଦେଖନ୍ତୁ କୁକୁଡ଼ା ଛାଡ଼ିନି, ଆମର ରାସ୍ତା ହିଁ ଦେଖାଯାଉନି। ଆୟୁଷକୁ ସ୍କୁଲ ବିଦା କରି ମୁଁ ଆସିଲି ଟିକେ ଚା ବନେଇବା ପାଇଁ। ଶୀତ ତ କୁହନ୍ତୁନି। ଆଜି ଆମର ରୋଷେଇରେ ମାଛ ଭଜା ଟିକେ ହେଇଥିଲା, ବେସର ଦେଇକି। କି ମାଛ ତ ମୁଁ ତା ନାଁ ଜାଣିନି। ତା ସହିତ ହେଇଥିଲା ଚିକେନ ଆଳୁ ପକେଇକି ଟିକେ ଝୋଳ, ଆଉ ପିୟୁଷ ପାଇଁ ମୁଁ କରିଥିଲି ଟିକେ ଡାଲି। ରୋଷେଇବାସ ମୁଁ ଜଲ୍ଦି ଜଲ୍ଦି ସବୁ ସାରି ଦେଉଛି। ସନ୍ଧ୍ୟା ବେଳକୁ ରୋଷେଇ ଆଉ କରି ହେଉନି ଶୀତରେ। ଆୟୁଷ ମୋର ସ୍କୁଲରୁ ଆସିଲା ପରେ ଆମେ ସମସ୍ତେ ସାଥି ହେଇକରି ଖାଇବୁ, କାରଣ ଆୟୁଷ ନ ଆସିଲା ତେ ଆମ ଘରେ କେହି ଖାଇନଥାନ୍ତି। ତା ସହିତ ସାଙ୍ଗମାନେ ଆଜି ଆମର କାଶ୍ମୀରରୁ ଜଣେ ଚିହ୍ନା ଲୋକ ଆସିଥିଲେ। ସିଏ ଆଣିଥିଲେ କାଶ୍ମୀରରୁ ଆମ ପାଇଁ ଅକ୍ରୋଡ଼। ତାଙ୍କଠୁ ଗୋଟେ ବଢ଼ିଆ ଜିନିଷ ମୁଁ ରଖିଛି, ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସହିତ ସେୟାର କରିବି। ସନ୍ଧ୍ୟାବେଳକୁ ଜେପ୍ଟୋରୁ ଟିକେ ମଗେଇ ଦେଇଥିଲୁ କୁରୁକୁରି ବିସ୍କୁଟ। ରଖୁଛି, ଜୟ ଜଗନ୍ନାଥ।